ସବୁଦିନ ପରି ଦର୍ଜି ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ। ତାଙ୍କ ପୁଅ ବହୁତ ଆଗ୍ରହର ସହକାରେ ବାପାଙ୍କ କାମ ଦେଖୁଥାଏ। ପିଲାଟି ଦେଖିଲା ତା ବାପା ଏକ ଲମ୍ବା କପଡ଼ା ନେଇ ତାକୁ ଗୋଟେ ବଡ଼ ଚକଚକ୍ କଇଁଚିରେ ଛୋଟ ଛୋଟ ଟୁକୁଡ଼ା କରି ସେଇ କଇଁଚିକୁ ତାଙ୍କ ଗୋଡ଼ ପାଖରେ ରଖିଲେ। ତାପରେ ସେ ଗୋଟେ ଛୁଞ୍ଚି କାଢ଼ି ସେଇ ଛୋଟ କପଡ଼ାକୁ ସିଲେଇ କରି ଛୁଞ୍ଚିଟିକୁ ତାଙ୍କ ଟୋପିରେ ଲଗାଇଦେଲେ। ଏହା ଦେଖି ପିଲାଟି ବାପାଙ୍କୁ ପଚାରିଲା, ଆଚ୍ଛା ବାପା, ଯଦି ମୁଁ ଭୁଲ କହୁନି, ଏଇ କଇଁଚି ଛୁଞ୍ଚିଠାରୁ ମୂଲ୍ୟବାନ, ମାତ୍ର ତାକୁ ତୁମେ ତୁମ ଗୋଡ଼ ପାଖରେ ରଖିଲ, ଆଉ ଛୁଞ୍ଚିକୁ ତୁମ ଟୋପିରେ ବହୁତ ଯତ୍ନ ସହକାରେ ରଖିଲ କାହିଁକି? ବାପା ତାଙ୍କ ପୁଅକୁ କହିଲେ, ତୁମେ ଠିକ୍ କହିଲ, କଇଁଚି ଛୁଞ୍ଚିଠୁ ଅଧିକ ଦାମ। କଇଁଚି କନାକୁ କାଟେ, କିନ୍ତୁ ଛୁଞ୍ଚି ସେଇ ଛୋଟ କପଡ଼ାଗୁଡ଼ିକୁ ଯୋଡ଼ିଥାଏ। ତେଣୁ ଛୁଞ୍ଚି ହଜିଗଲେ ତାକୁ ଖୋଜିବା ମୁସ୍କିଲ ହୋଇଥାଏ। ତା ଛଡ଼ା ଛୁଞ୍ଚି ବିନା ମୋ କାମ ପୂରଣ ହୁଏ ନାହିଁ। ମୋ ପାଇଁ କାଟିବାଠାରୁ ଯୋଡ଼ିବାଟା ମୂଲ୍ୟବାନ। ଏଥିରୁ ବୁଝାଯାଏ ମୋ ପାଇଁ କାଟିବାଠାରୁ ଯୋଡ଼ିବାଟା ମହତ୍ତ୍ୱପୂର୍ଣ୍ଣ ଅଟେ। ଦର୍ଜିର କଥା ଅନୁସାରେ ସମସ୍ତଙ୍କ ପକ୍ଷରେ ଯୋଡ଼ିବା ହେଉଛି ଭାଙ୍ଗିବା ବା କାଟିବାଠାରୁ ମହତ୍ତ୍ୱପୂର୍ଣ୍ଣ। ଆପଣମାନେ ଧ୍ୟାନ ଦେଇଥିବେ, ଯେଉଁମାନେ ଅନ୍ୟର ମଙ୍ଗଳ ଚାହିଁନଥାନ୍ତି ସେମାନେ ଛୋଟ ଛୋଟ ବିଷୟକୁ ବଡ଼ କରି ସମ୍ପର୍କକୁ ନଷ୍ଟ କରିଥାନ୍ତି। ସେମାନଙ୍କଠାରୁ ଦୂରେଇ ରହିବା ଉଚିତ। ମାତ୍ର ଯେଉଁମାନେ ସୁସମ୍ପର୍କର ଅର୍ଥ ଜାଣନ୍ତି ସେମାନେ ସବୁବେଳେ ସେହି ସମ୍ପର୍କକୁ ବଜାୟ ରଖିବା ପାଇଁ ଶାନ୍ତି ଓ ସମାଧାନର ଚେଷ୍ଟା କରିଥାନ୍ତି। ଧନ୍ୟ ସେହି ଲୋକମାନେ ଯେଉଁମାନେ ପରସ୍ପର ମଧ୍ୟରେ ମିଳନ କରାନ୍ତି। ତେଣୁ ଆସୁ ଆମ୍ଭେମାନେ ମଧ୍ୟ ଶାନ୍ତି ଓ ସମାଧାନକୁ ଆମ ଜୀବନରେ ଆପଣେଇବା ଏବଂ ନିଜ ଜୀବନର ସମ୍ପର୍କକୁ ଦୃଢ଼ କରି ରଖିବା। ବାଇବେଲ କୁହେ, ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ।